ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଓଡ଼ିଶା ପାଠଶାଳା ଚ୍ୟାନେଲକୁ। ଆଜି ମୁଁ ଗୋଟେ ସୁନ୍ଦର ଭିଡ଼ିଓ ଆପଣମାନଙ୍କ ପାଇଁ ନେଇ ଆସିଛି। ଆମେ ପୂର୍ବରୁ ପଢ଼ିଥିଲୁ କିଛି କବିଙ୍କର ତାଙ୍କର କୃତିତ୍ୱ ବିଷୟରେ। ଆଜି ଆଉ ଜଣେ କବିଙ୍କ ବିଷୟରେ ପଢ଼ିବା। ଗତ କ୍ଲାସ୍ରେ ଆମେ ପଢ଼ିଥିଲୁ ଶିଶୁ ଶଙ୍କର ଦାସଙ୍କ ବିଷୟରେ। ଶିଶୁ ଶଙ୍କର ଦାସ କେଉଁ କାବ୍ୟଟି ରଚନା କରିଥିଲେ ନା ଉଷାଭିଳାଷ। ଉଷାଭିଳାଷ ବିଷୟରେ ଆମେ ପୂର୍ବରୁ ସୁନ୍ଦର ଭାବରେ ଆଲୋଚନା କରିଛୁ। ଆଜି ଆଉ ଜଣେ କବିଙ୍କ ବିଷୟରେ ପଢ଼ିବା, ଯିଏକି ସେଇ ପଞ୍ଚଦଶ ଶତାବ୍ଦୀର ଦ୍ୱିତୀୟ ଭାଗରେ କବି। ଯେଉଁଟାକି ମୁଁ କହିଥିଲି, ଯେଉଁ 5 ଜଣ କବି ଥିଲେ ପଞ୍ଚସଖା ଯୁଗର ଦ୍ୱିତୀୟ ଭାଗର କବି: ଅର୍ଜୁନ ଦାସ, ଦେବଦୁର୍ଲ୍ଲଭ ଦାସ, ଶିଶୁ ଶଙ୍କର ଦାସ, ନରସିଂହ ସେଣ ଆଉ ବିଷ୍ଣୁ ଦାସ। ଆମେ ଅର୍ଜୁନ ଦାସ ପଢ଼ି ସାରିଛୁ, ଦେବଦୁର୍ଲ୍ଲଭ ଦାସ ପଢ଼ି ସାରିଛୁ, ଶିଶୁ ଶଙ୍କର ଦାସ ପଢ଼ି ସାରିଛୁ। ଆଜି ପଢ଼ିବା ବିଷ୍ଣୁ ଦାସ, ଆଉ ଜଣେ ରହିଲେ ନରସିଂହ ସେଣ, ଯିଏକି ପଞ୍ଚସଖା ଯୁଗର ଦ୍ୱିତୀୟ ଭାଗର କବି, ଯେଉଁଟାକି 1600ରୁ 1700 ଶତାବ୍ଦୀ ମଧ୍ୟବର୍ତ୍ତୀ କବିମାନେ। ତ ଆଜି ପଢ଼ିବା ବିଷ୍ଣୁ ଦାସ। ବିଷ୍ଣୁ ଦାସ କିଏ ଥିଲେ ଓ ତାଙ୍କ ବିଷୟରେ କିଛି ପଢ଼ିବା ଏବଂ ତାଙ୍କର କ'ଣ କୃତିତ୍ୱ ଅଛି ତାହା ଦେଖିବା। ଆସନ୍ତୁ ଦେଖିବା। ବିଷ୍ଣୁ ଦାସ କିଏ ଥିଲେ? ବିଷ୍ଣୁ ଦାସ ଥିଲେ ବିଷ୍ଣୁ ଦାସ ପ୍ରଥମେ ରଣପୁର ରାଜା ପଦ୍ମନାଭ ନରେନ୍ଦ୍ରଙ୍କର ପୁତ୍ର ପୂର୍ବଲୋଚିତ ପାର୍ଥ ଶ୍ରୀଚନ୍ଦନଙ୍କର ସଭା କବି ଥିଲେ। ଅର୍ଥାତ୍ ବିଷ୍ଣୁ ଦାସ କିଏ ଥିଲେ ନା, ବିଷ୍ଣୁ ଦାସ ପ୍ରଥମେ ଯେଉଁ ରଣପୁର ଗୋଟେ ଜାଗା ଥିଲା, ସେଇ ଜାଗାଟିରେ ସେ ରାଜା ପଦ୍ମନାଭ ଜଣେ ରାଜା ଥିଲେ। ରଣପୁର ରାଜ୍ୟର ପଦ୍ମନାଭ ବୋଲି ରାଜାଙ୍କର ପୁତ୍ର କିଏ ଥିଲେ? ପଦ୍ମନାଭ ନରେନ୍ଦ୍ରଙ୍କର ପୁତ୍ର କ'ଣ? ପୂର୍ବାଲୋଚିତ ପାର୍ଥ ଶ୍ରୀଚନ୍ଦନଙ୍କର ସଭା କବି, ଅର୍ଥାତ୍ ତାଙ୍କର କବି ସେ ଥିଲେ। ପରେ ବାଣପୁର ଯାଇ ସେଠାରେ ରାଜା ରଘୁନାଥ ରାଜ ହରିଚନ୍ଦନଙ୍କର ରାଜସଭା ମଣ୍ଡନ କରିଥିଲେ। ପ୍ରଥମେ ସେ କାହାର ରାଜସଭା କବି ଥିଲେ? ତ ନା, ପୂର୍ବଲୋଚିତ ପାର୍ଥ ଶ୍ରୀଚନ୍ଦନଙ୍କର ସେ ସଭା କବି ଥିଲେ। ତାପରେ ସେ ବାଣପୁର ଯେତେବେଳେ ଗଲେ, ସେଠାରେ ସେ ରାଜା ରଘୁନାଥ ରାଜ ହରିଚନ୍ଦନଙ୍କର ରାଜସଭା ମଣ୍ଡନ କରିଥିଲେ ଓ ସେଠାରେ ମଧ୍ୟ ଯାଇ ସେ ରାଜସଭାରେ ଉପସ୍ଥିତ ହୋଇଥିଲେ। ସେ ଷୋଡ଼ଶ ଶତାବ୍ଦୀରେ ଶେଷ ଭାଗରେ ଓ ସପ୍ତଦଶ ଶତାବ୍ଦୀର ଆଦ୍ୟ ଭାଗରେ ଜୀବିତ ଥିଲେ। ଅର୍ଥାତ୍ କୁହାଯାଇଛି କ'ଣ ନା, ସେ ଷୋଡ଼ଶ ଶତାବ୍ଦୀ, ଅର୍ଥାତ୍ ଯେଉଁଟା କହିଲି ପଞ୍ଚସଖା ଯୁଗର ଦ୍ୱିତୀୟ ଭାଗ, ଅର୍ଥାତ୍ ଶେଷ ଭାଗ, ଷୋଡ଼ଶ ଶତାବ୍ଦୀ ଅର୍ଥାତ୍ 1600 ଶତାବ୍ଦୀରୁ 1700 ଶତାବ୍ଦୀ ମଧ୍ୟରେ ସେ ଜଣେ କବି ଥିଲେ। ଅର୍ଥାତ୍ ସେ କବି ଥିଲେ, ଅର୍ଥାତ୍ ସେ ଜୀବିତ ଥିଲେ। କଳାବତୀ କାବ୍ୟଟି ପାର୍ଥ ଶ୍ରୀଚନ୍ଦନଙ୍କ ନାମରେ ଭଣିତ ହୋଇଥିବାରୁ ଏହା କବି ପ୍ରକୃତରେ ବିଷ୍ଣୁ ଦାସ କି ପାର୍ଥ ଶ୍ରୀଚନ୍ଦନ ତାହା ଠିକ୍ ଭାବରେ ଜଣା ନଥିବାରୁ ଏ ସମ୍ବନ୍ଧୀୟ ଉପଯୁକ୍ତ ପ୍ରମାଣ ମିଳିବା ପର୍ଯ୍ୟନ୍ତ ଏହା ପାର୍ଥ ଶ୍ରୀଚନ୍ଦନଙ୍କ ରଚନା ଭାବେ ଗ୍ରହଣ କରୁ। ପାର୍ଥ ଶ୍ରୀଚନ୍ଦନ କିଏ ଥିଲେ ନା, ପାର୍ଥ ଶ୍ରୀଚନ୍ଦନ ଯାହା ପାଖରେ ପ୍ରଥମେ ବିଷ୍ଣୁ ଦାସ କ'ଣ ସଭା କବି ଭାବରେ ଥିଲେ। ତ ସେଇ କଳାବତୀ କାବ୍ୟଟି, ସେଟା ବର୍ତ୍ତମାନ ପର୍ଯ୍ୟନ୍ତ ବି ଜଣା ନାହିଁ ଯେ ସେ ବିଷ୍ଣୁ ଦାସ ରଚନା କରିଥିଲେ ନା ପାର୍ଥ ଶ୍ରୀଚନ୍ଦନ। କିନ୍ତୁ ଜଣା ନଥିବାରୁ ତାକୁ ପାର୍ଥ ଶ୍ରୀଚନ୍ଦନଙ୍କର ରଚନା ବୋଲି ଗ୍ରହଣ କରାଯାଉଛି। ଯାହା ହେଉ, ବିଷ୍ଣୁ ଦାସ ତ ବିଷ୍ଣୁ ଦାସ କ'ଣ କ'ଣ ରଚନା କରିଥିଲେ ନା, ପ୍ରେମାଲୋଚନା ଆଉ ଲୀଳାବତୀ। ପୂର୍ବରୁ ପଢ଼ିଥିଲେ ଶିଶୁ ଶଙ୍କର ଦାସ, ଉଷାଭିଳାଷ। ତ ଆଜି କ'ଣ ପଢ଼ିଲେ? ପ୍ରେମଲୋଚନା ଆଉ ଲୀଳାବତୀ ନାମକ ଅନ୍ୟ କେତେ ଖଣ୍ଡ କାବ୍ୟ। ଏଇ 2ଟି କାବ୍ୟ ବ୍ୟତୀତ ଆହୁରି ବହୁତ କାବ୍ୟ ସେ ରଚନା କରିଛନ୍ତି। ପ୍ରେମଲୋଚନା କାବ୍ୟର କଥାବସ୍ତୁ କ'ଣ ପଢ଼ିବା? ସେଟା ହେଉଛି ଏକ ପଞ୍ଚସଖାର ଏକ ଅମିଳିନ କୀର୍ତ୍ତି। ଅର୍ଥାତ୍ କ୍ୱେଶ୍ଚନ୍ ଆସିପାରେ ଯେ ପଞ୍ଚସଖା ଯୁଗର ଦ୍ୱିତୀୟ ଭାଗରେ ଅର୍ଜୁନ ଦାସଙ୍କର କେଉଁ କାବ୍ୟଟି ପଞ୍ଚସଖା ଯୁଗର ଏକ ଅମିଳନ କୀର୍ତ୍ତି, ଅର୍ଥାତ୍ ପ୍ରେମଲୋଚନ। ଏହାକୁ ଏକ ପ୍ରେମଲୋଚନ କେଉଁ କାବ୍ୟ ପଚାରିପାରିବ? ପ୍ରେମଲୋଚନଟି କେଉଁ କାବ୍ୟ ନା, ଏହା ଏକ କାଳ୍ପନିକ ବିଷୟବସ୍ତୁକୁ ଆଧାର କରିଥିବା କାବ୍ୟଟି। ତ ପ୍ରେମଲୋଚନା ଅର୍ଥାତ୍ କିଏ ଥିଲେ? ବିଷ୍ଣୁ ଦାସ ରଚନା କରିଥିଲେ। ତ ଏଇଟା ଏକ କାଳ୍ପନିକ କାବ୍ୟ। ପଦ୍ମକର ରାଜ୍ୟର ରାଜକୁମାରୀ ପ୍ରେମଲୋଚନା
ଏବଂ ମଧୁବତୀପୁରର ରାଜକୁମାର ସୁଧାକର ଏକ ହଂସୀ ଜରିଆରେ ଅର୍ଥାତ୍ ହଂସର ସ୍ତ୍ରୀଲିଙ୍ଗ ହେଉଛି ହଂସୀ ପରସ୍ପରକୁ ଜାଣିଲେ ଏବଂ ଶେଷରେ ସେମାନେ ପରସ୍ପରକୁ ସ୍ୱାମୀ ସ୍ତ୍ରୀ ରୂପରେ ପାଇଲେ। କ'ଣ ତାହେଲେ ଏଇ ପ୍ରେମଲୋଚନା କାବ୍ୟଟିର ହେଉଛନ୍ତି ନାୟକ ହେଉଛନ୍ତି ସୁଧାକର ଆଉ ନାୟିକା ହେଉଛନ୍ତି ପ୍ରେମାଲୋଚନା। ସେ କେଉଁ ଦେଶର ରାଜକୁମାରୀ ଥିଲେ? ସେ ପଦ୍ମକର ରାଜ୍ୟର ରାଜକୁମାରୀ ଥିଲେ। ଆଉ ମଧୁବତୀପୁରର ରାଜକୁମାର ଥିଲେ ସୁଧାକର। ଦୁଇ ଜଣଙ୍କ ଭିତରେ ଜଣେ କାହା ଜରିଆରେ ପ୍ରେମ ସମ୍ପର୍କ ଜାଗି ଉଠିଥିଲା ନା ହଂସୀ ଜରିଆରେ ପ୍ରେମ ସମ୍ପର୍କ ଜାଗି ଉଠିଥିଲା ଓ ଶେଷରେ ସେମାନେ ସ୍ୱାମୀ ସ୍ତ୍ରୀ ରୂପେ ଅର୍ଥାତ୍ ସେମାନେ ବିବାହ କଲେ ଏବଂ ସ୍ୱାମୀ ସ୍ତ୍ରୀ ହୋଇ ପାରିଲେ। ଦୁର୍ଭାଗ୍ୟବଶତଃ ସେମାନଙ୍କୁ 14 ମାସ କାଳ ବିଚ୍ଛେଦ ଭୋଗ କରିବାକୁ ପଡ଼ିଲା। ପରେ ଭଗବାନ ଶ୍ରୀରାମଙ୍କ କରୁଣା ବଳରେ ସେମାନେ ମଧ୍ୟ ମିଳନ ଘଟିଲା। ତ ବିବାହ ପରେ ସେମାନଙ୍କର ବିଚ୍ଛେଦ ଘଟିଥିଲା, ଯାହାକି ଅଳ୍ପ ସମୟ ପାଇଁ ନୁହେଁ, ବହୁତ ଦିନ ପାଇଁ, ଅର୍ଥାତ୍ 14 ମାସ କାଳ ସେମାନେ ତାଙ୍କର ବିଚ୍ଛେଦ ଘଟିଥିଲା ଓ ପରେ କାହାର କୃପା ଯୋଗୁଁ ନା ଭଗବାନ ଶ୍ରୀରାମଙ୍କର କରୁଣା ବଳରେ ସେମାନଙ୍କ ମଧ୍ୟରେ ମିଳନ ଘଟିଲା। କାବ୍ୟଟିରେ ସଂସ୍କୃତ ଭାଷାରେ ରଚିତ କେତେକ ସ୍ତୁତି ସାମାନ୍ୟ ପରିବର୍ତ୍ତନ ହୋଇ ସ୍ଥାନିତ ହୋଇଛି। ତେଣୁ କାବ୍ୟଟି ଯଦି ପଚାରିବ କେଉଁ ଭାଷାରେ ରଚିତ ନା ସଂସ୍କୃତ ଭାଷାରେ ରଚିତ। ଏହା ସଂସ୍କୃତରେ କବିଙ୍କର ବିଶେଷ ପାଣ୍ଡିତ୍ୟ ଥିବାର ସୂଚନା ଦିଏ। କାବ୍ୟଟିରେ ଭାଷା ସଂସ୍କୃତ ବହୁଳ ଅର୍ଥାତ୍ ସଂସ୍କୃତ ବହୁଳ ହେଲେ ବିନୟୀ, ଚିତାଇ, ଘଟଣ, ନିଉଛାଳି, ଲଉଡ଼ି, ହୁଡ଼ ପ୍ରଭୃତି କେତେକ ପ୍ରାଚୀନ ଓଡ଼ିଆ ଶବ୍ଦ ସୌଖ, ଲାୟକ ବା ନାୟକ, ଘୁମାଇ ବା ବୁଲାଇବା ଅର୍ଥରେ, କାକତ ଅର୍ଥାତ୍ କାଗଜ ପ୍ରଭୃତି ଯାବନିକ ଶବ୍ଦ ଏଠାରେ ଦେଖିବାକୁ ମିଳେ। ଭେରି ଭେରି ଇମ୍ପୋର୍ଟାଣ୍ଟ, ମନେ ରଖିବେ। ଏଇ ଯେଉଁ ପ୍ରେମଲୋଚନା, ସେ କେବଳ ପ୍ରେମଲୋଚନା ଆଉ ଦୁଇଟି କାବ୍ୟ ରଚନା କରିଥିଲେ, ପ୍ରେମଲୋଚନା ଆଉ ଲୀଳାବତୀ। ତ ପ୍ରେମଲୋଚନା ଏଇ କାବ୍ୟଟିରେ ବହୁ ପ୍ରକାର ସଂସ୍କୃତ ଶବ୍ଦ, କେଉଁ ଶବ୍ଦ ସଂସ୍କୃତ ଶବ୍ଦ ଆଉ କେଉଁ ଯାବନିକ ଶବ୍ଦର ବ୍ୟବହାର ହୋଇଛି ସେଇଗୁଡ଼ିକ ମନେ ରଖିବେ। ଯାବନିକ ଶବ୍ଦ ଗୁଡ଼ିକ ହେଉଛି କ'ଣ ହେଲେ ଏଟା ହେଉଛି ସଂସ୍କୃତରେ ରଚିତ, କିନ୍ତୁ ଏଠାରେ ବହୁତ ପ୍ରକାର ଯାବନିକ ଶବ୍ଦର ବ୍ୟବହୃତ ହୋଇଛି। ବିନୟୀ, ଚିତଇ, ଘଟଣ, ନେଉଛାଳି, ଲଉଡ଼ି, ହୁଡ଼ ପ୍ରଭୃତି କେତେକ ପ୍ରାଚୀନ ଓଡ଼ିଆ ଶବ୍ଦ, କେତେକ ଓଡ଼ିଆ ଶବ୍ଦ ଆଉ କେତେକ ଏଗୁଡ଼ିକ ଯେଉଁ ରହିଲା ଏଗୁଡ଼ିକ ହେଉଛି କ'ଣ ଯାବନିକ ଶବ୍ଦ। ତାହେଲେ ଜାଣିପାରିଲେ କେଉଁ ଓଡ଼ିଆ ଶବ୍ଦ କେଉଁ ଯାବନିକ ଶବ୍ଦ। ଏଇଟା ହେଉଛି ଓଡ଼ିଆ ଶବ୍ଦ ଆଉ କିଛି ଯାବନିକ। କେଉଁ ଶବ୍ଦ ଗୁଡ଼ିକ ସେଟା ଟିକେ ମନେ ରଖିଦେବେ। ଆର MCQ ଡିସ୍କସନ୍ କଲାବେଳେ ମୁଁ ଆଲୋଚନା କରିଦେବି। କବିଙ୍କ ନାମରେ ପ୍ରବାସ ଆଉ କେଉଁ କାବ୍ୟ ଗୁଡ଼ିକ ଦେଖନ୍ତୁ କବି ରଚନା କରିଥିଲେ। କ୍ଷମା କରିବେ ଯଦି କିଛି ଶବ୍ଦ ଆସୁଥାଏ। ତ ଆଉ କେଉଁ କାବ୍ୟ ରଚନା କରିଥିଲେ କବି ଦେଖିବା। କବିଙ୍କ ନାମରେ ପ୍ରବାସ ବାହୁଡ଼ା ଚଉତିଶା, ଚଉତିଶା ଗୋଟେ କ'ଣ ପ୍ରବାସ ବାହୁଡ଼ା ଚଉତିଶା, ମନ୍ଦାକିନୀ ଚଉତିଶା, ମଲ୍ୟବନ୍ତ ଚଉତିଶା ଆଉ ରଘୁବୀର ଚଉତିଶା ଆଦି କେତୋଟି ଚଉତିଶା ସେ ରଚନା କରିଥିଲେ। ଦୁଇଟି କାବ୍ୟ ରଚନା କରିଥିଲେ କ'ଣ ପ୍ରେମମାଳା ଆଉ ଦୁଇଟି କାବ୍ୟ ସେ କ'ଣ ରଚନା କରିଥିଲେ ଆଉ କିଛି ଚଉତିଶା ରଚନା କରିଥିଲେ। କ'ଣ ସେ ଚଉତିଶା? ଏଠି ଚଉତିଶା କ'ଣ ପ୍ରବାସ ବାହୁଡ଼ା ଚଉତିଶା, ମନ୍ଦାକିନୀ ଚଉତିଶା ଆଉ କ'ଣ ନା ମଲ୍ୟବନ୍ତ ଚଉତିଶା ଓ ରଘୁବୀର ଚଉତିଶା। ଏହି ଚାରିଗୋଟି ଚଉତିଶା ତାଙ୍କର ଅମୂଲ୍ୟ କୃତି। ଆଉ ସେ ଦୁଇଟି କାବ୍ୟ ରଚନା କରିଥିଲେ। ଏଇ ଚଉତିଶା ମନେ ରଖିବେ। କ'ଣ ଏଇ ଚଉତିଶା ଚାରୋଟି ଚଉତିଶା, ସେ ଚାରୋଟି ଚଉତିଶା ରଚନା କରିଥିଲେ ଆଉ ଦୁଇଟି କାବ୍ୟ ରଚନା କରିଥିଲେ। ଯେଉଁ କାବ୍ୟ ଗୁଡ଼ିକ ଆମେ ପୂର୍ବରୁ ପଢ଼ିଲେ ଓ ତାର କଥାବସ୍ତୁ, ତାର ଏଇ ପ୍ରେମାଲୋଚନା ଆଉ ଲୀଳାବତୀ କେବଳ ଦୁଇଟି କାବ୍ୟ ସେ ରଚନା କରିଥିଲେ ଆଉ କ'ଣ ଚାରୋଟି ଚଉତିଶା ରଚନା କରିଥିଲେ। ପ୍ରେମାଲୋଚନାର ନାୟକ କିଏ ନାୟିକା କିଏ ମନେ ରଖିବେ ଏବଂ ଏହା କେଉଁ ଭାଷାରେ ରଚିତ ଆଉ କେଉଁ ଶବ୍ଦର ପ୍ରୟୋଗ ଅଧିକ ପରିମାଣରେ ଏଥିରେ ହୋଇଛି। କାରଣ ସଂସ୍କୃତ ଭାଷାରେ ଲିଖିତ, କିନ୍ତୁ ଓଡ଼ିଆ ଭାଷା ଆଉ ଯାବନିକ ଭାଷାର ପ୍ରୟୋଗ ଅଧିକ ମାତ୍ରାରେ ଏହି କାବ୍ୟରେ
ଭାବରେ କରାଯାଇଅଛି, ଯାହାକି କବି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଆଶା କରିବି ଆପଣ ବିଷ୍ଣୁ ଦାସଙ୍କ ବିଷୟରେ ଭଲ ଭାବରେ ବୁଝିପାରିଥିବେ ଓ ଆର ମୁଁ MCQ ନେଇ ନିହାତି ଆସିବି। ତ ଆପଣ এই PDFଟି ମୁଁ ଟେଲିଗ୍ରାମ ଚ୍ୟାନେଲରେ ସେୟାର କରିଦେବି। ଏ PDFଟି ଦେଖିନେବେ ଆଉ ନିଜେ ନିଜେ ନୋଟ୍ସ କରିନେବେ। ଯେଉଁ ପଏଣ୍ଟ ମୁଁ ଡିସ୍କସନ୍ କଲାବେଳେ କହିଲି ସେଇ ପଏଣ୍ଟ ଗୁଡ଼ିକ ଟିକେ ଟିକେ ନୋଟ୍ କରିନେବେ, ଯେଉଁଟାକି ପରୀକ୍ଷା ପୂର୍ବରୁ ଦେଖିକି ଗଲେ ଆପଣମାନଙ୍କୁ ପରୀକ୍ଷା ହଲରେ ବସିଲେ ମନେ ଆସିଯିବ। ତ ଯଦି ଏହିପରି ସୁନ୍ଦର ସୁନ୍ଦର ଭିଡ଼ିଓ ଆପଣମାନେ ଦେଖିବା ପାଇଁ ଚାହୁଁଛନ୍ତି ମୋ ଚ୍ୟାନେଲକୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।